କେଇ ଜଣେ ଆମମାନ ପାଇଁ ପାଠ କରିବେ ଏଫିସିଓ ଚିଠା 4 ପର୍ବ 7 ପଦରୁ 16 ପଦ। କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦତ୍ତ ହୋଇଅଛି। ଏଥି ନିମନ୍ତେ ଉକ୍ତ ଅଛି, ସେ ଉର୍ଦ୍ଧ୍ୱରେ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ ଆଉ ମନୁଷ୍ୟମାନଙ୍କୁ ନାନା ବର ଦାନ ଦେଲେ। ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଣ? ନା, ସେ ମଧ୍ୟ ନିଜସ୍ଥ ପୃଥିବୀକୁ ଅବତରଣ କରିଥିଲେ। ଯିଏ ଅବତରଣ କରିଥିଲେ ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ସେଥିପାଇଁ ସେ ମଧ୍ୟ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ଆରୋହଣ କଲେ। ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ତା ଦାନ କରିଅଛନ୍ତି। ଯେପରି ସାଧୁମାନେ ସେବା କାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀରର ନିଷ୍ଠା ପ୍ରାପ୍ତ ହୁଏ। ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କର ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ। ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କର ଶଠତା ଓ ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଧୂର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷାରୂପ ବାୟୁରେ ଇତସ୍ତତ ଚାଳିତ ନ ହେଉ, କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ। ତାହାଙ୍କ ଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି। ଆମେନ୍। ଆସନ୍ତୁ ପ୍ରାର୍ଥନା କରିବା। ବିଶେଷ କରି ଆମମାନେ ସ୍ଥାନୀୟ ମଣ୍ଡଳୀ ସନ୍ଦର୍ଭରେ କିଛି ଏକ ଗୁରୁତ୍ୱପୂର୍ଣ୍ଣ କଥା, ଯାହାକି ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମମାନେ ଶିକ୍ଷିତ ହୋଇଛୁ, ସେ ବିଷୟରେ ମୁଁ ଆପଣଙ୍କ ନିକଟରେ ଉପସ୍ଥାପନ କରିବାକୁ ଚାହେଁ। ଏଇ ଯୋଉ ଶରୀର ରୂପକ ମଣ୍ଡଳୀର ଯୋଉ ଚିତ୍ର ଆମମାନଙ୍କ ନିକଟରେ ପ୍ରଦର୍ଶନ କରାଯାଇଛି, ସେ ବିଷୟ ଆପଣ ପୁରାତନ ନିୟମରେ ପାଇବେ ନାହିଁ। ଏଇଟା ଗୋଟିଏ ନୂତନ ପ୍ରକାଶନ, ଯାହାକି ଆମମାନେ ନୂତନ ନିୟମରେ, ନୂତନ ଚୁକ୍ତି ଅନୁସାରେ ଆମମାନଙ୍କ ନିକଟରେ ଏକ ନୂତନ ପ୍ରକାଶନ ପ୍ରକାଶିତ ହେଇଛି, ଯେ ମଣ୍ଡଳୀ ହେଉଛି ଈଶ୍ୱରଙ୍କ ଶରୀର। କେତେ ଘନିଷ୍ଠ, କେତେ ନିପୁଣ, କେତେ ସୂକ୍ଷ୍ମ ଭାବରେ ତାହା ପରସ୍ପର ସହିତ ଜଡ଼ିତ ହୋଇଥିବା ଆମେ ଦେଖୁଛୁ। ଶରୀର ମଧ୍ୟରେ ଶିରା ପ୍ରଶିରା ଏବଂ ଅନେକ ସୂକ୍ଷ୍ମ ବିଷୟର ସଂଯୋଗକୁ ଆମେ ଲକ୍ଷ୍ୟ କରୁଛୁ। ଏଇ ଯୋଉ ଶରୀରକୁ ପ୍ରଭୁ ଜଗତରେ ସ୍ଥାପନ କରିଛନ୍ତି, ଏହା ବିଶେଷ କରି ଖ୍ରୀଷ୍ଟୀୟ ଜଗତ ନିମନ୍ତେ ଏବଂ ଖ୍ରୀଷ୍ଟୀୟ ଜଗତ ସହିତ ଜଗତର ମନ୍ଦ ଜଗତରେ କି ପ୍ରକାର ଆଶୀର୍ବାଦ ଜନକ, ତାହା ଆମେ କିଛି ସମୟ ଆମେ ଆଲୋଚନା କରିବା। ପ୍ରଥମ କଥା ହଉଛି, ଏହି ଶରୀରରେ ସେ ମସ୍ତକ ଯୋଡ଼ିଛନ୍ତି। ସେଥିପାଇଁ ଆମେ ବହୁମୂଲ୍ୟ ଅଟୁ, ସେଥିପାଇଁ ଆମେ ଜୀବନ୍ତ ଅଟୁ, ସେଥିପାଇଁ ଆମେ ଆଶୀର୍ବାଦ ଜନକ ଅଟୁ। ଆମେ ନିଜ ଦ୍ୱାରା ଜୀବିତ ନହୁଁ, ଆମେ ନିଜ ଦ୍ୱାରା ଆଶୀର୍ବାଦ ଜନକ ନହୁଁ, ଆମେ ନିଜ ଦ୍ୱାରା କୌଣସି କାର୍ଯ୍ୟ କରିପାରିବା ନାହିଁ। ଆମମାନଙ୍କ ସହିତ ମସ୍ତକ ଯୋଡ଼ି ଯାଇଛି। ଯଦି ଆମେ ମସ୍ତକକୁ ଶରୀରରୁ ଅଲଗା କରିଦେବା, କଣ ହବ ଆପଣ ନିଜେ ଅନୁଭବ କରିଥିବେ ବା ଅନୁଭୂତି ବା ଶୁଣିଥିବେ ବା ଜାଣିଥିବେ। ବିନା ମସ୍ତକରେ କେହି ବଞ୍ଚିପାରେ ନାହିଁ। ଆଜି ଖ୍ରୀଷ୍ଟଙ୍କ ଉପସ୍ଥିତି ବିନା ମୁଁ ଆପଣ ମଣ୍ଡଳୀ ବଞ୍ଚି ପାରିବ ନାହିଁ। ମଣ୍ଡଳୀ କହିଲେ ତାକୁ ଆମେ ବିଶେଷ ଭାବରେ ବିଶ୍ଳେଷଣ କରିନଥାଉ। ମଣ୍ଡଳୀ କୌଣସି କୋଠା ନୁହଁ, ମଣ୍ଡଳୀ କୌଣସି ସଂସ୍ଥା ନୁହଁ,
ମଣ୍ଡଳୀ କୌଣସି ଜାଗତିକ ବିଷୟ ବା କାର୍ଯ୍ୟକ୍ରମ ନୁହଁ। ମଣ୍ଡଳୀ ହେଉଛି ଆପଣ ମାନେ ଓ ମୁଁ। ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଥିବା, ଖ୍ରୀଷ୍ଟଙ୍କ ବାକ୍ୟକୁ ଗ୍ରହଣ କରିଥିବା, ବିଶ୍ୱାସ କରିଥିବା, ଗ୍ରହଣ କରିଥିବା ଏବଂ ତାଙ୍କ ପଦାଙ୍କ ଅନୁସରଣ କରୁଥିବା ପ୍ରତ୍ୟେକ ଈଶ୍ୱରଙ୍କର ମଣ୍ଡଳୀ ଅଟେ। ଯଦି ତାକୁ ସରଳ ଭାବରେ କହିବା, ଖ୍ରୀଷ୍ଟ ଯେଉଁ ବିଷୟ କହିଲେ ମୁଁ ଆପଣା ମଣ୍ଡଳୀ ତୋଳିବି, ତାକୁ ଯଦି ସରଳ ଭାବରେ ବୁଝିବାକୁ ଚେଷ୍ଟା କରିବା, ତେବେ ମୁଁ ଆପଣା ସମାଜ ନିର୍ମାଣ କରିବି। I will build my community। ଏଇଟା ହଉଛି এই ମଣ୍ଡଳୀକୁ ଅନେକ ସମୟରେ ଆମମାନେ ଏକ ଦ୍ୱନ୍ଦ୍ୱରେ ଅର୍ଥରେ ବୁଝିଥାଉ। ମଣ୍ଡଳୀ କହିଲେ କଣ, ଆମେ ଅନେକ ସମୟରେ ତାର ଗୁରୁତ୍ୱ ଆରୋପ କରିନଥାଉ। ମଣ୍ଡଳୀ କହିଲେ ଆପଣ ମାନେ ଓ ମୁଁ। এই ମଣ୍ଡଳୀକୁ ଶକ୍ତିଯୁକ୍ତ କରିବା ପାଇଁ, এই ଲୋକ ବିଶ୍ୱାସୀ ମାନଙ୍କୁ ଶକ୍ତିଯୁକ୍ତ କରିବା ପାଇଁ, ଗଠନ କରିବା ପାଇଁ, ଅନ୍ୟମାନଙ୍କର ଉପକାରରେ ଆସିବା ପାଇଁ ସେ ଏଇ ଆପଣା ସମାଜ, ଆପଣା କମ୍ୟୁନିଟିକୁ ସେ ନିର୍ମାଣ କରିଛନ୍ତି। ତେବେ ଏଇ ଯୋଉ ବିଶେଷ ବିଷୟ ମଣ୍ଡଳୀରେ ପରିଲକ୍ଷିତ ହବା କଥା, ତାହାକୁ ଆମମାନେ ଅନେକ ସମୟରେ ଦେଖିନଥାଉ, କାରଣ ତାର ବିଶେଷତ୍ୱ ଆମମାନେ ଉପଲବ୍ଧି କରିନଥାଉ। ଏଇ ମୃତ ଶରୀରରେ ଜୀବନ୍ତ ମସ୍ତକକୁ ସେ ଯୋଡ଼ିଛନ୍ତି। এই ଅନ୍ଧକାର ଶରୀର ମଧ୍ୟରେ ସେ ଆଲୋକମୟ ସେ ଆପଣା ମସ୍ତକକୁ ଯୋଡ଼ିଛନ୍ତି। এই ନଷ୍ଟକଳ୍ପ এই ଶରୀର ମଧ୍ୟରେ ସେ ଏକ ଅର୍ଥପୂର୍ଣ୍ଣ ମସ୍ତକକୁ ଯୋଡ଼ିଛନ୍ତି। ଏ ପାପପୂର୍ଣ୍ଣ ଶରୀରରେ ଏକ ପବିତ୍ର ମସ୍ତକକୁ ସେ ଯୋଡ଼ିଛନ୍ତି, ଯାହା ଦ୍ୱାରା এই ଶରୀର ଅର୍ଥଯୁକ୍ତ ହବ, ଜୀବନ୍ତ ହବ, ପବିତ୍ର ହବ, ଆଲୋକମୟ ହବ। ଏହା ଈଶ୍ୱରଙ୍କର ଇଚ୍ଛା। ଆମମାନେ ଯେଉଁ ସ୍ଥାନୀୟ ମଣ୍ଡଳୀରେ ସଂଶ୍ଳିଷ୍ଟ ହେଇଛୁ, ଏହା ଆମମାନଙ୍କର ମନୋନୟନ ନୁହଁ। ଆପଣା ଦୟାରେ ସେ ଆମମାନଙ୍କୁ ପ୍ରତ୍ୟେକଙ୍କୁ କୌଣସି ନା କୌଣସି ଏକ ସ୍ଥାନୀୟ ମଣ୍ଡଳୀରେ ସୁଖଚିତ କରିଛନ୍ତି, ସଂଯୁକ୍ତ କରିଛନ୍ତି। ତେଣୁ ଆମମାନଙ୍କର ସ୍ଥାନକୁ ଆମମାନେ ନିରୂପଣ କରିବାକୁ ହବ ଯେ ମୁଁ ସ୍ଥାନୀୟ ମଣ୍ଡଳୀରେ ପ୍ରଭୁ କାହିଁକି ମୋତେ ରୋପଣ କରିଛନ୍ତି। ଏହା ଏକ ପ୍ରଭୁଙ୍କର ଅନୁଗ୍ରହ, ଦୟା। ସ୍ଥାନୀୟ ମଣ୍ଡଳୀ ନିର୍ଣ୍ଣାୟକ ଭୂମିକା ଆମମାନଙ୍କ ଜୀବନରେ ନେବା କଥା। ନିଶ୍ଚିତ ଭାବେ ବିଶ୍ୱବ୍ୟାପୀ ମଣ୍ଡଳୀ ଅଛି, ଆଞ୍ଚଳିକ ମଣ୍ଡଳୀ ଅଛି, ସେ ସବୁରେ ଆମମାନେ ପାରୁ ପର୍ଯ୍ୟନ୍ତ ଯୋଗଦାନ କରିବା ଏହା ଆମମାନଙ୍କର କର୍ତ୍ତବ୍ୟ। କିନ୍ତୁ ପ୍ରାଥମିକ ଭାବେ ଆମମାନଙ୍କୁ ସ୍ଥାନୀୟ ମଣ୍ଡଳୀରେ ପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି, ଯେଉଁ ଆଦର୍ଶ ଦେଇଛନ୍ତି, ଯେଉଁ ପ୍ରେମ, କ୍ଷମା, ଦୟା, ଯେଉଁ ସମସ୍ତ ସେବା ଦେଇଛନ୍ତି, ତାହାକୁ ଆମମାନେ ସ୍ଥାନୀୟ ମଣ୍ଡଳୀରୁ ଆମମାନଙ୍କୁ ଆରମ୍ଭ କରିବାକୁ ପଡ଼ିବ। ଅନେକ ସମୟରେ ଆମମାନେ ସ୍ଥାନୀୟ ମଣ୍ଡଳୀକୁ ଅଣଦେଖା କରିଥାଉ। ସ୍ଥାନୀୟ ମଣ୍ଡଳୀକୁ ଏଡ଼େଇ ଯାଇ ଅନେକ କାର୍ଯ୍ୟ କରିବା ପାଇଁ ଆମମାନେ ଇଚ୍ଛା କରିଥାଉ। ତେବେ ଏହି ଶାସ୍ତ୍ରାଂଶରୁ ସ୍ଥାନୀୟ ମଣ୍ଡଳୀରେ ଆମମାନଙ୍କର କର୍ତ୍ତବ୍ୟ କଣ, ସେଇ ଚାରୋଟି ବିଷୟକୁ ଆମମାନେ ଆଜି ବିଶେଷ ଭାବରେ ଆଲୋକପାତ କରିବା। ପ୍ରଥମ କଥା, ଆମମାନଙ୍କୁ ପ୍ରଶ୍ନ କରିବାକୁ ପଡ଼ିବ ନିଜକୁ ଯେ ମୁଁ ସ୍ଥାନୀୟ ମଣ୍ଡଳୀରେ ମୂଲ୍ୟଯୁକ୍ତ କରୁଛି ନା ମୂଲ୍ୟ ହ୍ରାସ କରୁଛି। ଯଦି ଆପଣ ଈଶ୍ୱରଙ୍କ ଯୋଜନା ମୁତାବକ ପ୍ରଶ୍ନ କରିବେ, ତେବେ ପ୍ରଭୁ ଆପଣଙ୍କୁ କୌଣସି ନା କୌଣସି ସ୍ଥାନୀୟ ମଣ୍ଡଳୀରେ ରଖିଛନ୍ତି, ଯେଉଁ ସ୍ଥାନରେ ଆପଣ ସେ ମଣ୍ଡଳୀରେ ମୂଲ୍ୟଯୁକ୍ତ କରିବେ। ଆପଣ ଜୀବନକୁ ସେଇ ମଣ୍ଡଳୀ ନିମନ୍ତେ ବ୍ୟବହାର କରିବେ, ସମୟକୁ ବ୍ୟବହାର କରିବେ, ଆପଣଙ୍କ ଅର୍ଥକୁ ବ୍ୟବହାର କରିବେ। ପ୍ରଭୁ ଯେଉଁ ଗୁଣ ଦାନ ଯାହା କିଛି ଆପଣଙ୍କୁ ଦେଇଛନ୍ତି, ତାହା ଆପଣ ସ୍ଥାନୀୟ ମଣ୍ଡଳୀ ନିମନ୍ତେ ବ୍ୟବହାର କରୁ କରୁ
ସମୟ ଆସିବ ଆପଣ ଆଞ୍ଚଳିକ ମଣ୍ଡଳୀ ଏବଂ ବିଶ୍ୱବ୍ୟାପୀ ମଣ୍ଡଳୀରେ ତାହା କଣ କରିପାରିବେ, ପ୍ରଦର୍ଶିତ କରିପାରିବେ। କିନ୍ତୁ ଆପଣ ଡେଇଁକି ଯାଇ ଅନ୍ୟ ମଣ୍ଡଳୀ ମୁଁ ସକ୍ରିୟ ଅଛି କହିଲେ ଏହା ଶୋଭନୀୟ ନୁହଁ। କାରଣ ପ୍ରଭୁଙ୍କର ଉଦ୍ଦେଶ୍ୟ ଆପଣ ଏକ ସ୍ଥାନୀୟ ମଣ୍ଡଳୀରେ ଯୋଡି ହେବେ, ସ୍ଥାନୀୟ ମଣ୍ଡଳୀରେ ସାକ୍ଷୀ ହେବେ, ସ୍ଥାନୀୟ ମଣ୍ଡଳୀରେ ପ୍ରଭୁଙ୍କର ନିମନ୍ତେ ଆତ୍ମିକ ଭାବରେ ବୃଦ୍ଧି ପ୍ରାପ୍ତ ହେବେ। ତେବେ ଏ ସମସ୍ତ ସମୀକ୍ଷା କଲା ବେଳକୁ ଆମମାନଙ୍କୁ ପ୍ରଶ୍ନ କରିବାକୁ ହବ, ମୁଁ ସ୍ଥାନୀୟ ମଣ୍ଡଳୀରେ ହଉ, ଆଞ୍ଚଳିକ ମଣ୍ଡଳୀରେ ହଉ ବା ବିଶ୍ୱବ୍ୟାପୀ ମଣ୍ଡଳୀରେ ହଉ, ମୁଁ ଜଣେ ମୂଲ୍ୟ ଯୋଗକାରୀ ନା ମୂଲ୍ୟ ହ୍ରାସକାରୀ। ଅନେକ ସମୟରେ ଆମମାନେ ଦୁଃଖର ସହିତ କହିବା ପାଇଁ ପଡୁଛି, ଆମମାନେ ମୂଲ୍ୟ ଯୁକ୍ତ କରିବା ପରିବର୍ତ୍ତେ ଆମମାନେ ସେଇ ମଣ୍ଡଳୀ ମାନଙ୍କରେ ଆମମାନେ କଣ କରିଥାଉ, ମୂଲ୍ୟ ହ୍ରାସ କରିଥାଉ। ପ୍ରଭୁଙ୍କର ଆହ୍ୱାନ, ପ୍ରଭୁଙ୍କର ପ୍ରେରଣା, ପ୍ରଭୁଙ୍କ ବାକ୍ୟ ଦ୍ୱାରା ଆମମାନଙ୍କୁ ଯେତେବେଳେ ଆମମାନେ ଈଶ୍ୱରଙ୍କର ମଣ୍ଡଳୀ ବିଷୟରେ, ସ୍ଥାନୀୟ ମଣ୍ଡଳୀ ବିଷୟରେ, ଆମମାନଙ୍କର ତହିଁରେ ଅଂଶ ବିଷୟରେ ଯେତେବେଳେ ଆମମାନେ ଚିନ୍ତା କରୁ, ପ୍ରଭୁ ଆମମାନଙ୍କୁ ମୂଲ୍ୟ ଯୁକ୍ତ କରିବା ପାଇଁ ସେ ଆହ୍ୱାନ କରିଛନ୍ତି। ସ୍ୱାର୍ଥପର ଜୀବନ, ବ୍ୟକ୍ତିଗତ ଜୀବନ, ବ୍ୟକ୍ତି କୈନ୍ଦ୍ରିକ ଜୀବନ ମୂଲ୍ୟ ଯୁକ୍ତ କରେ ନାହିଁ, ବରଂ ଏହା ମୂଲ୍ୟକୁ ହ୍ରାସ କରେ। ତେଣୁକରି ଆମମାନଙ୍କ ବ୍ୟକ୍ତିଗତ ଜୀବନକୁ, ଆମମାନଙ୍କର ଜୀବନ ପ୍ରତି ଆମମାନଙ୍କୁ ମୂଲ୍ୟାଙ୍କନ କରିବାକୁ ପଡିବ ଯେ ମୁଁ ମଣ୍ଡଳୀରେ ସଂଶ୍ଳିଷ୍ଟ ହେବା ଦ୍ୱାରା, ମଣ୍ଡଳୀରେ ପ୍ରଭୁ ମୋତେ ସଂଯୁକ୍ତ କରିବାର ଦ୍ୱାରା ମଣ୍ଡଳୀରେ ମୁଁ ବାଧାର କାରଣ ହଉଛି, ମଣ୍ଡଳୀ ନିମନ୍ତେ ମୁଁ ଦୁଃଖର କାରଣ ହଉଛି ନା ମଣ୍ଡଳୀରେ ମୁଁ ମୂଲ୍ୟ ଯୁକ୍ତ କରୁଛି। ଆପଣ ଯଦି ଦେଖିବେ ଯୀଶୁ ଖ୍ରୀଷ୍ଟଙ୍କର ଜୀବନକୁ ସେ ମଣ୍ଡଳୀ ନିମନ୍ତେ କଣ କରିଛନ୍ତି ଆପଣ ଦେଖିପାରିବେ। ସେ ଏକ ମୂଲ୍ୟଯୁକ୍ତ ଜୀବନ ଯାପନ କରିଥିଲେ। କେବଳ ତାଙ୍କର କଥାରେ, ଆଦର୍ଶରେ, ପ୍ରଚାରରେ ସୀମିତ ନୁହଁ, ତାଙ୍କର ଜୀବନ ସୁଦ୍ଧା ସେ ମଣ୍ଡଳୀ ନିମନ୍ତେ ଦେଇଛନ୍ତି। କେହି ଜଣେ ପାଠ କରିବେ ଏଫେସୀୟ 5:2 ତହିଁରୁ ଆମେ ଜାଣିପାରିବା ଏ ମଣ୍ଡଳୀ ପ୍ରତି ପ୍ରଭୁ କଣ କରିଛନ୍ତି ଏବଂ ସେ ଆମଠାରୁ କଣ ଚାହାନ୍ତି, ଆମମାନଙ୍କୁ ତହିଁ ପ୍ରତି କଣ କରିବା ସେ ଆଶା କରନ୍ତି। ଏଫେସୀୟ 5:2 କେହି ଜଣେ ପାଠ କରିବେ? ଶୁଭା ଯାଉଛି ମୋ କଥା? ହଁ, ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର। ଆମେନ୍। ଯୀଶୁଙ୍କ ବିଷୟରେ ଏଠି କୁହାଯାଏ ସେ ନିଜକୁ ଉତ୍ସର୍ଗ କଲେ। ସେ ଉତ୍ସର୍ଗ ପ୍ରେମ ମାଧ୍ୟମରେ କଲେ। ସୁଗନ୍ଧି ପରି ସେ ଥିଲେ। ତାଙ୍କର କାର୍ଯ୍ୟ ସବୁ ସୁଗନ୍ଧି ସ୍ୱରୂପ ପିତାଙ୍କ ନିକଟରେ ଗୃହୀତ ହେଲା। ଦୁର୍ଗନ୍ଧ ଯୁକ୍ତ ସେ ନଥିଲେ। ଏକ ଆଶୀର୍ବାଦ ଯୁକ୍ତ ଭାବରେ ସେ ମଣ୍ଡଳୀକୁ ପ୍ରେମ କଲେ। ସେ ପ୍ରେମର ପ୍ରତିଦାନ ସ୍ୱରୂପେ ଆପଣ ମୁଁ ଜଗତରେ ପ୍ରେମୀ ହେବା ପାଇଁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି। ଯେଉଁମାନେ ପ୍ରେମରେ ଆଚରଣ କରନ୍ତି ସେମାନେ ମଣ୍ଡଳୀରେ ମୂଲ୍ୟଯୁକ୍ତ କରନ୍ତି। ଯେଉଁମାନେ ପ୍ରେମକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ ସେମାନେ ମଣ୍ଡଳୀରେ ମୂଲ୍ୟ ହ୍ରାସ କରନ୍ତି। ପ୍ରଭୁ କରନ୍ତୁ ଯେପରି ଆମମାନଙ୍କ ଜୀବନରେ ଆମମାନେ ସ୍ଥାନୀୟ ମଣ୍ଡଳୀରେ ଆମମାନେ ମୂଲ୍ୟଯୁକ୍ତ ହେବା ଏବଂ ମୂଲ୍ୟ ହ୍ରାସ କରିବାରୁ ଆମେ ନିଜକୁ ପୃଥକ ରଖିବା, ବଚସା କରିବା, କ୍ଷମା ନ ଦେବା, ଜଗତ ନିମନ୍ତେ ବଞ୍ଚିବା, ନିଜ ପାଇଁ ବଞ୍ଚିବା, ଏ ସମସ୍ତ ବିଷୟ ମଣ୍ଡଳୀରେ ବିଘ୍ନର କାରଣ ହୁଏ। ବିଭାଜନ କରିବା, ଲୋକମାନଙ୍କୁ ସାମିଲ ନ କରି, ବିଶ୍ୱାସୀ ମାନଙ୍କୁ ସାମିଲ ନ କରି ଜାଗତିକ ଭାବରେ ବିଭିନ୍ନ ସଂସ୍ଥା କରି 7-11 ଜଣ ହେଇକି ଗୋଟେ ସଂସ୍ଥା ଚଳେଇବା, ଯାହା ଦ୍ୱାରା ମଣ୍ଡଳୀ ମଧ୍ୟରେ ଆମେ କଣ କରିଥାଉ, ତାରତମ୍ୟ ସୃଷ୍ଟି କରିଥାଉ। ମଣ୍ଡଳୀରେ ଏକତାରେ, ମଣ୍ଡଳୀରେ ପ୍ରତ୍ୟେକଙ୍କୁ
ସାଥିରେ ନେବା ପାଇଁ ତାହା ସହାୟକ ହୋଇନଥାଏ। ତେବେ ଆମମାନେ ମୂଲ୍ୟ ଯୁକ୍ତ କରୁଛୁ ନା ମୂଲ୍ୟ ହ୍ରାସ କରୁଛୁ, ତାର ହିସାବ ଆମମାନଙ୍କୁ ପ୍ରଭୁଙ୍କ ନିକଟରେ ଦିନେ ଦେବାକୁ ପଡିବ। ତେବେ ଏଇ ଯୋଉ ବିଶେଷ ଅନୁଗ୍ରହ ପ୍ରଭୁ ଆମମାନଙ୍କୁ କରିଛନ୍ତି, ବିଶେଷ କରି ମୂଲ୍ୟ ଯୋଗ କରିବା ପାଇଁ, ସେ ଆମମାନଙ୍କୁ ମୂଲ୍ୟ ଦେଇ କିଣିଲେ, ମୂଲ୍ୟ ଦେଇ ଆମମାନଙ୍କୁ ପ୍ରସ୍ତୁତ କଲେ। ଆମମାନଙ୍କର ବିଚାର, ଆମମାନଙ୍କର ଯୋଜନା, ଆମମାନଙ୍କର ପରିକଳ୍ପନା ସବୁ ମୂଲ୍ୟ ଭିତ୍ତିକ ଅଟେ। ସେ ଚାହାନ୍ତି ମଣ୍ଡଳୀରେ ଆମମାନଙ୍କର ଉପସ୍ଥିତି ମୂଲ୍ୟ ଯୁକ୍ତ କରୁ। ମଣ୍ଡଳୀ ପ୍ରତ୍ୟେକଙ୍କୁ ସେ ମୂଲ୍ୟ ସମ୍ପ୍ରସାରିତ ହଉ। ଆଉ ପ୍ରଭୁ ତହିଁରେ କଣ ହେବେ? ଯୋଉ ଉଦ୍ଦେଶ୍ୟରେ ଆମମାନଙ୍କୁ ସ୍ଥାନୀୟ ମଣ୍ଡଳୀରେ ସେ ସଂଯୁକ୍ତ କରିଛନ୍ତି, ସେ ସ୍ଥାନୀୟ ମଣ୍ଡଳୀରେ ତାହାଙ୍କ ଉଦ୍ଦେଶ୍ୟ ସାଧିତ ହବ। ଦ୍ୱିତୀୟରେ ଆମେ ଦେଖିବା କାହିଁକି ସ୍ଥାନୀୟ ମଣ୍ଡଳୀ ବା ଆଞ୍ଚଳିକ ମଣ୍ଡଳୀ, ବିଶ୍ୱବ୍ୟାପୀ ମଣ୍ଡଳୀ, ବିଶେଷତଃ ସ୍ଥାନୀୟ ମଣ୍ଡଳୀରେ ସେ ଆମମାନଙ୍କୁ ରୋପିତ କରିଥିବାରୁ ଆମମାନେ କଣ ହେଇପାରିବା? ଆଞ୍ଚଳିକ ମଣ୍ଡଳୀ ବିଶ୍ୱବ୍ୟାପୀ ମଣ୍ଡଳୀରେ ସମ୍ପ୍ରସାରିତ ହେଇପାରିବା। ଏହା ପ୍ରଭୁଙ୍କର ଯୋଜନା। ସେଥିପାଇଁ ଆମମାନଙ୍କୁ ଦ୍ୱିତୀୟରେ ଜାଣିବାକୁ ହବ ଯେ ଆମମାନେ ମଣ୍ଡଳୀରେ ସମ୍ବଳ ସଦୃଶ ଅଛୁ ନା ବୋଝ ସଦୃଶ ଅଛୁ। ଏଇ ଦ୍ୱିତୀୟ ବିଷୟକୁ ଆମମାନେ ପରଖି ଦେଖିବା ନିହାତି ଜରୁରୀ ଅଟେ। କାରଣ ବୋଝ ସ୍ୱରୂପେ ବଞ୍ଚିବା ପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିନାହାନ୍ତି। ଏ ବୋଝ ସ୍ୱରୂପ ବଞ୍ଚିବା କୌଣସି ପରିବାରରେ ଆମେ ଦେଖୁଛୁ ଯେ ଯୁବକ ମାନେ ହୁଅନ୍ତୁ, ଯୁବତୀ ମାନେ ହୁଅନ୍ତୁ, ବିଶ୍ୱାସୀ ମାନେ ହୁଅନ୍ତୁ, ବିଶ୍ୱାସିନୀ ହୁଅନ୍ତୁ, ଅନେକ ସମୟରେ ଆମମାନେ ବୋଝର କାରଣ ହେଇଥାଉ। କିନ୍ତୁ ପ୍ରଭୁ ଚାହାନ୍ତି ଯେ ସେ ଆମମାନଙ୍କୁ ସମ୍ବଳ ସଦୃଶ ପ୍ରତ୍ୟେକ ମଣ୍ଡଳୀ ସ୍ଥାପିତ କରିଛନ୍ତି। ଆମମାନଙ୍କର ଏଇ ଯୋଉ ପ୍ରେୟର ଗ୍ରୁପରେ ଆପଣ ଦେଖିବେ କେତେ ସବୁ ସମ୍ବଳ ଥିବା ଲୋକମାନେ ଆମମାନଙ୍କ ସହିତ ଅଛନ୍ତି। ମୁଁ କେବଳ ଆର୍ଥିକ ସମ୍ବଳ କଥା କହୁନାହିଁ, ଯେଉଁମାନେ ଅନ୍ୟମାନଙ୍କୁ ଉତ୍ସାହ ଦିଅନ୍ତି, ଉତ୍ସାହ ଦେବା ଗୋଟେ ସମ୍ବଳ। ଯେଉଁମାନେ ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି, ପ୍ରାର୍ଥନା କରିବା ଗୋଟେ ସମ୍ବଳ। ଯେଉଁମାନେ ଅନ୍ୟମାନଙ୍କୁ ଆତ୍ମିକ ଦିଗରେ କଢେଇ ନିଅନ୍ତି, ତାହା ଗୋଟିଏ ସମ୍ବଳ। ସମ୍ବଳକୁ ଆମେ ଅର୍ଥ ସହିତ କେବଳ ସୀମିତ କରିବା ନାହିଁ। ନିଶ୍ଚିତ ଭାବେ ଅର୍ଥ ଦରକାର, କିନ୍ତୁ ଅର୍ଥ କେବଳ ନୁହଁ, ଅନ୍ୟାନ୍ୟ ଆତ୍ମିକ ବିଷୟ, ସହଭାଗିତା, ଅନ୍ୟ ସହିତ ସାମିଲ ହେବା, ଅନ୍ୟକୁ ପଥ କଢେଇ ନେବା, ଅନ୍ୟମାନଙ୍କ ସୁଖ ଦୁଃଖରେ ଠିଆ ହେବା, ଏଇଟା ମଧ୍ୟ ଗୋଟେ ସମ୍ବଳ, ଯାହାକି ସ୍ଥାନୀୟ ମଣ୍ଡଳୀରେ ବିଶେଷ ଭାବରେ ପରିଲକ୍ଷିତ ହେବା ପ୍ରଭୁ ଚାହାନ୍ତି। ପ୍ରଭୁ କହିଲେ, ତୁଇ ମୋର ସମ୍ପତ୍ତି। କେହି ଜଣେ ପାଠ କରିବେ ଯାହାକି ସେଇ ପୁରାତନ ନିୟମର ସେଇ ଚିନ୍ତାଧାରାକୁ ପ୍ରକଟ କରାଯାଇଛି। ଆମମାନଙ୍କୁ କେତେ ସମ୍ବଳ ଭାବରେ ପ୍ରଭୁ ମଣ୍ଡଳୀ ରଖିଛନ୍ତି। ଦେଖନ୍ତୁ, ଦୁର୍ବଳ ଭାବରେ ନୁହଁ। ପ୍ରଥମ ପିତର 2:9 କେହି ଜଣେ ପାଠ କରିବେ, ଆମମାନେ ହଉଛୁ ଈଶ୍ୱରଙ୍କର ସମ୍ବଳ। ସମ୍ବଳ ବିହୀନ ଏଇ ଜଗତରେ, ସମ୍ବଳ ବିହୀନ ଏଇ ସମାଜରେ, ସମ୍ବଳ ବିହୀନ ଏଇ ମଣ୍ଡଳୀରେ ସୁଦ୍ଧା ସେ ଆମମାନଙ୍କୁ ସମ୍ବଳ ଭାବରେ ବ୍ୟବହାର କରିବା ପାଇଁ ଚାହାନ୍ତି। ପ୍ରଥମ ପିତର 2:9। ପୁରାତନ ନିୟମରେ ଯାହା ସଞ୍ଚିତ ଧନ ବୋଲି ଯୋଉ କୁହାଯାଇଛି, ତାହାକୁ ନୂତନ ନିୟମରେ ମଧ୍ୟ ଆମମାନଙ୍କୁ ତଦ୍ରୂପ ଭାବରେ ଚିହ୍ନଟ କରାଯାଇଛି। କୋଉଥିପାଇଁ ପ୍ରଭୁ ଆମମାନଙ୍କୁ ରଖିଛନ୍ତି ଜଗତରେ ବା ମଣ୍ଡଳୀରେ। ଦ୍ୱିତୀୟ ପିତର 2:9। କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ଏ ଯୋଉ ପୁରାତନ ନିୟମରେ ଯୋଉ କହିଲେ ପ୍ରଭୁ ଯେ ତୁମମାନେ ମୋର ସମ୍ବଳ, ତୁମ ମୋର ସଞ୍ଚିତ ଧନ। এই ଧନ ଅନେକ ସମୟରେ ଆମେ ସଞ୍ଚୟ କରିଥାଉ। କଣ ପାଇଁ?
ଯେପରି ଆବଶ୍ୟକ ସ୍ଥଳେ ସେ ଅର୍ଥକୁ ସେ କଣ କରିବେ? ବିନିଯୋଗ କରିବେ। ସ୍ଥାନୀୟ ମଣ୍ଡଳୀରେ ଆପଣ ଜଣେ ଜଣେ ମେରୁଦଣ୍ଡ ଅଟନ୍ତି। ଆତ୍ମିକ ଭାବେ, ଆର୍ଥିକ ଭାବେ, ସାମାଜିକ ଭାବେ ଆପଣ ଜଣେ ଜଣେ ସମ୍ବଳ ଅଟନ୍ତି। ସମ୍ବଳ ସଦୃଶ ସେ ଆପଣଙ୍କୁ ଠିଆ କରିବା ପାଇଁ ଚାହିଁଛନ୍ତି, ଠିଆ କରାନ୍ତି। ଅନେକ ସମୟରେ ଆମେ ନିଜକୁ ତୁଚ୍ଛ ମଣି, ଆମମାନେ ନିଜକୁ ଯେଉଁ ଉଦ୍ଦେଶ୍ୟରେ ପ୍ରଭୁ ମତେ ସୃଷ୍ଟି କରିଛନ୍ତି, ଆପଣଙ୍କୁ ସୃଷ୍ଟି କରିଛନ୍ତି, ଆମମାନେ ତହିଁରୁ ନିବୃତ୍ତ ହୋଇଥାଉ। କିନ୍ତୁ ପ୍ରଭୁ ଆମମାନଙ୍କୁ ସମ୍ବଳ ଭାବରେ ସେ କଣ କରିଛନ୍ତି? ସେ ଆମମାନଙ୍କୁ ସ୍ଥାପନ କରିଛନ୍ତି। ଆଲୋକ ଏକ ଉଦ୍ଦୀପନାର ବିଷୟ, ଆଲୋକ ଏକ ଆଶ୍ୱାସନାର ବିଷୟ। ତୁମମାନେ ଅନ୍ଧକାରରୁ ଆଲୋକ ମଧ୍ୟକୁ ଆସିଛ। ଆଲୋକ ଏକ ସମ୍ବଳ ଅଟେ। ଅନେକ ସମୟରେ ଜଗତର ବିଭିନ୍ନ ପ୍ରକାର ଆଦର୍ଶକୁ ଆମମାନେ ଆପଣେଇ ଥାଉ, କିନ୍ତୁ ବାସ୍ତବିକ ଭାବରେ ଆମର ଆଦର୍ଶ ଈଶ୍ୱରଙ୍କ ଦ୍ୱାରା ପ୍ରାପ୍ତ ଆମମାନଙ୍କର ଆଦର୍ଶକୁ ଜଗତ ଆପଣେଇବା କଥା। କିନ୍ତୁ ଆଜିକାଲିର ଯୁବକ ଯୁବତୀ ଏବଂ ଅନ୍ୟମାନେ ସୁଦ୍ଧା ସେମାନେ କଣ କରୁଛନ୍ତି? ନା ଜଗତର ଷ୍ଟାଇଲ, ଜଗତର ଦର୍ଶନ, ଜଗତର ଶିକ୍ଷା, ଜଗତର ମୂଲ୍ୟବୋଧକୁ ଆପଣେଇଥାନ୍ତି। ସେମାନେ ଜାଣିନଥାନ୍ତି ଏଇ ଜଗତରେ ଆମମାନେ ଷ୍ଟାଇଲ ଲୋକଙ୍କୁ ଦେଇପାରିବା, ଆମମାନେ ଜଗତକୁ ଆଦର୍ଶ ଦେଖେଇ ପାରିବା, ଆମମାନେ ପଥ ଦେଖେଇ ପାରିବା। ତେଣୁକରି ତ ମଣ୍ଡଳୀକୁ ପ୍ରଭୁ କହିଲେ, ତୁମେ ଲବଣ ଓ ତୁମେ ଜ୍ୟୋତି। ଆମମାନଙ୍କ ଜ୍ୟୋତି, ଯୋଉ ଜ୍ୟୋତି ଆମମାନେ ଈଶ୍ୱରଙ୍କ ଠାରୁ ପାଇଛୁ, ସେଇ ଜ୍ୟୋତି ଦ୍ୱାରା ଆମମାନେ କଣ କରିପାରିବା? ଅନ୍ଧକାର ଥିବା ଲୋକଙ୍କୁ ଆଲୋକ ଦେଇପାରିବା। ସମୟ ଏକ ସମ୍ବଳ ଅଟେ। ଆପଣ ଏକ ସମ୍ବଳ ଅଟନ୍ତି। ଆପଣଙ୍କୁ ଦିଆଯାଇଥିବା ସବୁ ଦାନ ସମ୍ବଳ ଅଟେ। ସେଇ ସମ୍ବଳକୁ ଆପଣ ମାନେ ଆଉ ମୁଁ ମଣ୍ଡଳୀ ନିମନ୍ତେ ବ୍ୟବହାର କରିବା ପ୍ରଭୁ ଚାହାନ୍ତି। ତେବେ ପ୍ରଶ୍ନ ଉଠୁଛି, ଆପଣ ମଣ୍ଡଳୀରେ ସମ୍ବଳ ଭାବରେ ଠିଆ ହେଇଛନ୍ତି ନା ଏକ ବୋଝ ଭାବରେ ଠିଆ ହେଇଛନ୍ତି? ପ୍ରଭୁ ଆପଣଙ୍କୁ ଯୋଉ ଦିନଠୁ ଆପଣ ପ୍ରଭୁଙ୍କ ପ୍ରତି ପ୍ରତ୍ୟୁତ୍ତର ଦେଲେ, ସେଇ ଦିନ ଠାରୁ ସେ ଆପଣ କଣ କରୁଛନ୍ତି? ରଚନା କରୁଛନ୍ତି। ଉତ୍ତମ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ସକ୍ଷମ କରୁଛନ୍ତି, ଶକ୍ତି ପ୍ରଦାନ କରୁଛନ୍ତି। କେବଳ ତାଙ୍କର ନିମନ୍ତେ ସମ୍ବଳ ସଦୃଶ ଆପଣ ବ୍ୟବହୃତ ହେବେ। ଏପ୍ରିଲ 4 ପର୍ବ 16 ପଦରେ ଲେଖା ଅଛି, ଆମମାନେ କଣ କରିବା ପାଇଁ ପ୍ରଯୁଜ୍ୟ? ଉପକାର କରିବା ପାଇଁ। ଆମମାନେ ଉପକାରୀ ନୁହଁ, ଉପକାର ବିଷୟରେ ଆମେ ଜାଣିନାହୁଁ, କିନ୍ତୁ ଉପକାରକ ଅନୁଗ୍ରହ ଆପଣଙ୍କ ଶକ୍ତିରେ ସେ ଆମମାନଙ୍କ ଉପରେ ଅଧିଷ୍ଠାନ କରିଛନ୍ତି। ଆପଣ ଯୋଉ ସ୍ଥାନରେ ଥାଆନ୍ତୁ, ଆପଣ ନିଶ୍ଚିତ ଭାବେ ଯଦି ଯୋଡି ହେଇଛନ୍ତି ମସ୍ତକ ସହିତ, ତେବେ ଆପଣ କଣ ହେବେ? ଉପକାରକ ହେଇପାରିବେ, ଅନ୍ୟର ସାହାଯ୍ୟ କରିପାରିବେ, ଅନ୍ୟ ନିମନ୍ତେ ସମ୍ବଳ ହେଇପାରିବେ। ଏ ଜଗତରେ ଆପଣ ମଣ୍ଡଳୀରେ ଆପଣ ନିଜକୁ ଘୃଣ୍ୟ ମନେ କରିବେ ନାହିଁ, ମୁଁ ଅଦରକାରୀ ବୋଲି ମନେ କରିବେ ନାହିଁ, ମୁଁ ବେକାରୀ ବୋଲି କହିପାରିବେ ନାହିଁ। ବେକାରୀ କହିବା ଆପଣଙ୍କ ମୁଖରେ ଶୋଭା ପାଏ ନାହିଁ ଯଦି ଆପଣ ପ୍ରଭୁଙ୍କ ସହିତ, ସେ ମସ୍ତକ ସହିତ ଯୋଡି ହେଇଛନ୍ତି। ଆପଣ ସମ୍ବଳ ନା ମଣ୍ଡଳୀ ନିମନ୍ତେ ବୋଝ? କେହି ଜଣେ ପଢିବେ ଏପ୍ରିଲ 4 ପର୍ବ 16 ପଦ। ଏବ୍ରି 4:16। ଅତଏବ ଆସ, କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ଆମେ ଆମମାନେ ସେଇ ଅନୁଗ୍ରହ ସିଂହାସନରେ ଯିବା ପାଇଁ ବାଟ ପାଇଛୁ। ଅନୁଗ୍ରହକୁ ଜଗତ ନିକଟକୁ ଆଣିବା ପାଇଁ, ଟାଣିବା ପାଇଁ, ଉପକାରକ ଅନୁଗ୍ରହ ଆଣିବା ପାଇଁ ପ୍ରଭୁ ଆମମାନଙ୍କୁ ମାଧ୍ୟମ କରି ଜଗତରେ ରଖିଛନ୍ତି। ଆମମାନେ ସମ୍ବଳ ନା ଆମମାନେ ବୋଝ? ଆମମାନେ ଉପକାରକ ନା ଅପକାର କରୁଛୁ? ଆଜି
ଆମମାନଙ୍କ ସମ୍ମୁଖରେ ଏକ ବିରାଟ ପ୍ରଶ୍ନ। ତୃତୀୟରେ, ଆମମାନେ ଯେଉଁ ମଣ୍ଡଳୀରେ ପ୍ରଭୁ ଆମମାନଙ୍କୁ ସୁଖଚିତ କରିଛନ୍ତି, ସୁସଂଯୁକ୍ତ କରିଛନ୍ତି, ଏଇ ଯୋଉ ସୁଖଚିତ ଶବ୍ଦକୁ ଆମମାନେ ବିଶେଷ କରି ଭୁଲ ଭାବରେ ପଢିଥାଉ। ସୁଖଚିତ ବୋଲି ଅନେକ ସମୟରେ ଆମମାନେ ପଢିଥାଉ। ତାହା ସୁଖଚିତ ନୁହଁ, ସୁଖଚିତ ମାନେ ଓତପ୍ରୋତ ଭାବେ ଜଡ଼ିତ। ସେ ଲିଙ୍କ ଏତେ ଜଡ଼ିତ, ସେ ଲିଙ୍କ କେବେ ଫେଲ ହୁଏ ନାହିଁ, କାରଣ ମସ୍ତକ ସହିତ ଶରୀର ଯୋଡ଼ି ହେଇଯାଇଛି। ତେଣୁ ତୃତୀୟରେ ଆମମାନେ ଦେଖିବା, ଯେଉଁ ସ୍ଥାନୀୟ ମଣ୍ଡଳୀରେ ପ୍ରଭୁ ଆମମାନଙ୍କୁ ସୁଖଚିତ କରିଛନ୍ତି, ଶରୀର ତାଙ୍କର ମସ୍ତକ ସହିତ ସୁସଂଯୁକ୍ତ କରିଛନ୍ତି, ଆମମାନଙ୍କୁ ପଚାରିବାକୁ ପଡିବ, ସେ ମଣ୍ଡଳୀରେ ମୁଁ ସକ୍ରିୟ ନା ନିଷ୍କ୍ରିୟ। ଆଜି ଆମମାନେ ବହୁ ସଂଖ୍ୟକ ଭାବରେ ମଣ୍ଡଳୀରେ ଯୋଗଦାନ କରିଥାଉ, କିନ୍ତୁ କେବଳ ଅଳ୍ପ କେତେକ ସେମାନେ କଣ କରନ୍ତି, ସକ୍ରିୟ ଭାବରେ କଠିନ ପରିଶ୍ରମ କରି ମଣ୍ଡଳୀକୁ ଚଳାନ୍ତି, ମଣ୍ଡଳୀକୁ ସମୟ ଦିଅନ୍ତି, ସମ୍ବଳ ଦିଅନ୍ତି, ପରାମର୍ଶ ଦିଅନ୍ତି, ନିଜକୁ ସମର୍ପିତ କରନ୍ତି, କିନ୍ତୁ ଅନେକ ସେମାନେ ନିଷ୍କ୍ରିୟ। ଏ ନିଷ୍କ୍ରିୟ ଏଥିପାଇଁ କାରଣ ନିଜେ ସେମାନେ ମଣ୍ଡଳୀରେ ସକ୍ରିୟ ଭାଗ ନେବା ପାଇଁ ଇଚ୍ଛୁକ ନୁହନ୍ତି, ପ୍ରାର୍ଥନା କରିବା ପାଇଁ ଇଚ୍ଛୁକ ନୁହନ୍ତି, ଦାନ ଦେବା ପାଇଁ ଇଚ୍ଛୁକ ନୁହନ୍ତି, ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଇଚ୍ଛୁକ ନୁହନ୍ତି, ଅନ୍ୟମାନଙ୍କ ନିମନ୍ତେ ବଞ୍ଚିବା ପାଇଁ ସେ ଇଚ୍ଛୁକ ନୁହନ୍ତି। ନାମକୁ ମାତ୍ର ଉପର ଠାଉରିଆ ଭାବରେ ସେମାନେ ମଣ୍ଡଳୀକୁ ଆସନ୍ତି। କେବଳ ବଡ଼ଦିନରେ ସେମାନଙ୍କୁ ଦେଖା ହୁଏ, କେବଳ ନବବର୍ଷରେ ସେମାନଙ୍କୁ ଦେଖା ହୁଏ, କୌଣସି ପ୍ରଭୁ ଭୋଜରେ କେବଳ ସେମାନେ ଉପସ୍ଥାନ ଦିଅନ୍ତି, କିନ୍ତୁ ଅନ୍ୟ ସମୟରେ ସେମାନେ ନିଷ୍କ୍ରିୟ। ନିଷ୍କ୍ରିୟ ଆଉ ମଧ୍ୟ ଅନ୍ୟ ଭାବରେ ହୁଏ, ଯେତେବେଳେ ପରିଚାଳକ ପ୍ରଭୁ ଯେଉଁମାନଙ୍କୁ ଏ ବିଭିନ୍ନ ସବୁ ପଦପଦବୀରେ ରଖିଛନ୍ତି, ସେମାନେ ଅନେକ ସମୟରେ ସେମାନେ ଅନ୍ୟମାନଙ୍କ ପ୍ରତି ସେମାନଙ୍କର ଗୋଟିଏ ନଜର ଠିକ ନଥାଏ। ସେମାନେ ସେମାନଙ୍କୁ ସମ୍ପୃକ୍ତି କରିବା ପାଇଁ ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିନଥାନ୍ତି। କିନ୍ତୁ ଏ ସ୍ଥାନରେ ଦେଖୁଛୁ, ଏଇ ଚିଠଉରେ ଯେପରି ସାଧୁମାନେ ସେବା କାର୍ଯ୍ୟ ନିମନ୍ତେ ନିଷ୍ଠା ପ୍ରାପ୍ତ ହୁଅନ୍ତି ବୋଲି ଲେଖା ଅଛି। ସାଧୁମାନେ କୋଉମାନେ? ନିଜ ଉଦ୍ୟମରେ ବିଭିନ୍ନ ପ୍ରକାର ବ୍ୟକ୍ତିଗତ ସାଧନରେ ସାଧୁ କେହି ହୁଅନ୍ତି ନାହିଁ, କାରଣ ଆମମାନେ ପାପରେ ପରିପୂର୍ଣ୍ଣ ମନୁଷ୍ୟ, ନିଜକୁ ନିଜେ ଆମେ ଠିକ କରିପାରିବା ନାହିଁ। ପ୍ରଭୁ ଯୀଶୁ ଆପଣା ବଳିଦାନ ଦ୍ୱାରା ସେ ଆମମାନଙ୍କୁ ତାଙ୍କ ରକ୍ତ ଦ୍ୱାରା ସେମାନଙ୍କୁ କଣ କରିଛନ୍ତି? ସାଧୁ କରିଛନ୍ତି। ଏଇ ସାଧୁ କନସେପ୍ଟକୁ ଅନେକ ସମୟରେ ଆମେ ଭୁଲ ଭାବରେ କଣ କରିଥାଉ? ବ୍ୟାଖ୍ୟା କରିଥାଉ। ଆଉ ସେଥିପାଇଁ ଆମମାନଙ୍କର ବ୍ୟକ୍ତିଗତ ଉଦ୍ୟମ ଦରକାର, ନିଶ୍ଚୟ ବ୍ୟକ୍ତିଗତ ଉଦ୍ୟମ ଦରକାର, ବିଶ୍ୱାସ ଦରକାର, ପ୍ରତ୍ୟୁତ୍ତର ଦରକାର, କିନ୍ତୁ ତହିଁରେ ତାହା ହୁଏ ନାହିଁ। ଯେଉଁ କାର୍ଯ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ସାଧିତ କରିଛନ୍ତି, ସେ ସାଧନ କାର୍ଯ୍ୟ ଉପରେ ଯେଉଁମାନେ ବିଶ୍ୱାସ କରିବେ, ତାକୁ ହୃଦୟରେ ଗ୍ରହଣ କରିବେ, ତାହାକୁ ପାଳନ କରିବେ, ସେମାନେ ସାଧୁ ବୋଲି କୁହାଯାଏ। କେତେକ କୋଉପରି ଭାବରେ ପ୍ରଭୁ ଆମମାନଙ୍କୁ ବ୍ୟବହାର କରିବାକୁ ଚାହାନ୍ତି, ସେ ଆମମାନଙ୍କୁ ତୁଚ୍ଛୀକୃତ ନ୍ୟୁନୀକୃତ କରିନାହାନ୍ତି। ସେ ଆମମାନଙ୍କୁ ଏକ ଉଚ୍ଚ ପଦବୀରେ ସେ କଣ କରିଛନ୍ତି? ଆମମାନଙ୍କୁ ସ୍ଥାପିତ କରିଛନ୍ତି। କିନ୍ତୁ ଆଜିକାଲି ମଣ୍ଡଳୀ ମାନଙ୍କରେ ଦେଖିବେ, ଏ ପଦବୀ ଗୁଡିକ ସବୁ କ୍ରୟ କରାଯାଏ। ସେମାନେ ନିଜକୁ ସେଇ ପଦବୀରେ ଜଡ଼ିତ ହେବା ପାଇଁ ଚାହାନ୍ତି, କିନ୍ତୁ ଏତେ ବଡ ଉଚ୍ଚ ପଦବୀ ପ୍ରଭୁ ଦେଇଛନ୍ତି, ଏ ଉଚ୍ଚ ପଦବୀ ପାଇଁ ସେମାନେ ଲାଳାୟିତ ନୁହନ୍ତି। କୌଣସି କମ୍ପାନୀରେ କୌଣସି ଜଣେ ଆମେରିକୀୟ ବ୍ୟକ୍ତିଙ୍କୁ ନିଯୁକ୍ତି କରିବାର ଯୋଜନା ଚାଲିଲା, ଆଉ ସେମାନେ
ଥରେ ତାଙ୍କୁ କହିଲେ ଆପଣଙ୍କର ଆମମାନେ ମାସିକ ବେତନ ଏତିକି ଦେବୁ। ସେ ତହିଁରେ ଟିକେ ରିଲୁକ୍ଟାଣ୍ଟ ହେଲେ ଏବଂ ପରବର୍ତ୍ତୀ ସମୟରେ ଆହୁରି ତାଙ୍କୁ କହିଲେ ନାହିଁ ଆମେ ଆପଣଙ୍କର ବେତନ ବୃଦ୍ଧି କରିବୁ। କିନ୍ତୁ ସେ ଆମେରିକୀୟ ବନ୍ଧୁ କହିଲେ ଯେ ତୁମର ମୂଲ୍ୟ ବେତନ ଅଧିକ କିନ୍ତୁ ପଦବୀ କମ୍। ମୋର ପ୍ରିୟ ମାନେ, ଯେଉଁ ପଦବୀ କମ୍ ସେଥିପାଇଁ ଆଜି ଆମେ ଲଢ଼ାଇତ। ବିଭିନ୍ନ ପଦବୀ ଆଜି ବଜାର ଘାଟରେ ଯେମିତି ବିକ୍ରି କରାଯାଏ ସେମିତି ବିକ୍ରି ଚାଲିଛି। ପ୍ରଭୁ ଯେଉଁ ପଦବୀରେ ସେ ଆମମାନଙ୍କୁ ଅଳଙ୍କୃତ କରିଛନ୍ତି, ଏକ ବିଶେଷ ପଦବୀ, ତାହାକୁ ଆମମାନେ ଏତେ ଗୁରୁତ୍ୱ ଦେଇନଥାଉ। ସେ ଆମମାନଙ୍କୁ ସାଧୁ ଭାବରେ ବ୍ୟବହାର କରନ୍ତି। ସେ ଆମେ ସାଧୁ ହେଇଥିବାର ସାଧୁ ନୁହଁ, ଆମେ ସାଧୁ ହେଇଥିବାରୁ ସାଧୁ ଭଳି ବଞ୍ଚିବା ପାଇଁ ପ୍ରଭୁ ଚାହାନ୍ତି। ଏବେ ଏଇ ଯୋଉ ତୃତୀୟରେ ମୁଁ କହୁଥିଲି ସକ୍ରିୟ ନିଷ୍କ୍ରିୟ କଥା, ତାକୁ ଆମେ ପର୍ଯ୍ୟାଲୋଚନା କରିବାକୁ ହବ। ମୁଁ କେବଳ ସାମୟିକ ଭାବରେ ମୁଁ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିଛି ନା ଆମେ ଫୁଲ ଟାଇମ ପ୍ରଭୁଙ୍କ ନିକଟରେ ସମର୍ପଣ କରିଛି? କେବଳ ଗିର୍ଜାକୁ ଗାଇଲେ ମୁଁ ଗୀତ ଗାଇବି, ଅନ୍ୟ ସମୟରେ ଫୁଲ ଟାଇମ ମୁଁ ଗୀତ ଗାଇ ପାରିବିନି, ଏମିତି କୌଣସି ସ୍ଥାନରେ ନାହିଁ। ମୁଁ ଫୁଲ ଟାଇମ ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହେଇପାରିବି ଏମିତି କୌଣସି ଠାରେ ଲେଖାଯାଏ ନାହିଁ। ଆମେ ଫୁଲ ଟାଇମ ସିଙ୍ଗର, ଫୁଲ ଟାଇମ worshipper, full time ସାକ୍ଷୀ। ନିଷ୍କ୍ରିୟ କେବଳ ଗିର୍ଜାକୁ ଆସିଲେ ମୁଁ ବାହିକ ପ୍ରଦର୍ଶନ ଦ୍ୱାରା ମୁଁ ଜଣେ ସରଳ ନମ୍ର ଆଉ ପ୍ରଭୁ ଆଡୁ ଏ ପ୍ରକାର ଏକ ଛଳନା ପ୍ରତାରଣା ପୂର୍ଣ୍ଣ ଜୀବନ ଯାପନ କରିବା ପରିବର୍ତ୍ତେ ସବୁ ସମୟରେ ପ୍ରଭୁଙ୍କ ନିମନ୍ତେ ଆମମାନେ ସକ୍ରିୟ ହେବା ଦରକାର। ତେବେ ଆମେ ନିଜେ ସକ୍ରିୟ ହେବା ପାଇଁ ଚେଷ୍ଟା କରୁଛୁ, ଅନ୍ୟମାନେ ଯେଉଁ ପରିଚାଳିତ କରନ୍ତି ସେମାନେ ଆମକୁ ସକ୍ରିୟ କରିବାକୁ ଚାହାନ୍ତି ନା ନିଜେ ନିଜେ ସବୁ କିଛି କରନ୍ତି? ନିକଟରେ ଜେମିମା ବୋଲି ଆମେ ଦେଖିଛୁ ପ୍ରଭୁଙ୍କର ଜଣେ ଦାସୀ, ସେ କ୍ରିକେଟ ଖେଳରେ କି ପ୍ରକାର ସେ ପ୍ରଦର୍ଶନ କଲେ ଆଉ ପ୍ରଭୁଙ୍କ ସାକ୍ଷ୍ୟ ଦେଲେ। ସେ ଭିତରେ ଗୋଟିଏ କଥା ଲୁଚି ରହିଛି, ମୁଁ ଏକାକୀ ଏହା କରିନାହିଁ, ମୁଁ ଗୋଟିଏ ଦଳ ପାଇଁ ଖେଳିଛି। ମୁଁ ନିଜ ପାଇଁ ନିଜର ଯଶ ଅର୍ଜନ କରିବା ପାଇଁ, ନିଜର ପୁରସ୍କାର ପ୍ରାପ୍ତି ନିମନ୍ତେ ମୁଁ ଏକୁଟିଆ ଏ କାର୍ଯ୍ୟ କରିନାହିଁ, ମୁଁ ଦଳ ନିମନ୍ତେ এই କାର୍ଯ୍ୟ କରିଛି। ଦଳ ନିମନ୍ତେ ଏହି କାର୍ଯ୍ୟ କରିଥିବାରୁ ଦଳ ଆଜି କଣ ହେଇଛି? ବିଜୟ ହେଇଛି। ଆମମାନେ ଏକାକୀ ବିଜୟ ହେବା ପାଇଁ ଚାହିଁଥାଉ, ଏକାକୀ ସଫଳ ହେବା ପାଇଁ ଚାହିଁଥାଉ, କିନ୍ତୁ ତାହା ମଣ୍ଡଳୀର ନିର୍ଦ୍ଦେଶ ନୁହଁ, ମଣ୍ଡଳୀର ତା ଆଦେଶନାମା ନୁହଁ। ମଣ୍ଡଳୀ ହେଉଛି ସମ୍ମିଳିତ ଭାବେ ବିଜୟ ଲାଭ କରିବା। ପୂର୍ଣ୍ଣ ମଣ୍ଡଳୀ ଯେପରି ବିଜୟ ଲାଭ କରିବେ, এই ସକ୍ରିୟ କାର୍ଯ୍ୟ କରିବା ପାଇଁ ପ୍ରଭୁ ଚାହାନ୍ତି। କୌଣସି ଦଳକୁ ଆମମାନେ ଯଦି ଏହି ସୌଭାଗିତାରୁ ବଞ୍ଚିତ କରିବାକୁ ଚାହୁଁ, ସେମାନଙ୍କୁ ପ୍ରଭୁ ଯେଉଁ ଦାନ, ଯେଉଁ ଅନୁଗ୍ରହ ଦାନ ସବୁ ଦେଇଛନ୍ତି ତାକୁ ଯଦି ଆମେ ଅଣଦେଖା କରୁ, ତେବେ କଣ ହବ? ମଣ୍ଡଳୀ କଣ ହବ? ଗୋଦରା ଗୋଡ଼ ଭଳିଆ ଫୁଲିକି ଥିବ। କାରଣ ଗୋଟିଏ ଅଂଶ ବିଶେଷ ଆକାରରେ ବଢ଼ାଇଥିବ ଶରୀର, ତଦନୁସାରେ ବୃଦ୍ଧି ପ୍ରାପ୍ତ ହୋଇନଥିବ। ପ୍ରଭୁ ଚାହାନ୍ତି ମଣ୍ଡଳୀ ଯେପରି ନିଷ୍ଠା ପ୍ରାପ୍ତ ହବ। ମଣ୍ଡଳୀ ଯେମନ୍ତ এই 16 ପଦ ଟିକେ ଆଉ ଟିକେ ଆମେ ଦେଖିବା, ଏଫିସି 4:16। ଅତଏବ ଆସ, କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ଏଫିସିଓ ଭଉଣୀ, ଏଫିସିଓ 4:16। ଏଫିସିଓ 4:16। ଆଜ୍ଞା। ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି। এই
ଶେଷ ଅଂଶକୁ ମୁଁ କହିବା ପାଇଁ ଚାହୁଁଥିଲି ଯେ ଆମମାନେ ପ୍ରତ୍ୟେକଙ୍କୁ ସମ୍ପୃକ୍ତ କରିବା, ପ୍ରତ୍ୟେକଙ୍କର ନିଷ୍ଠା ଏବଂ ପ୍ରତ୍ୟେକଙ୍କର ବୃଦ୍ଧି ସାଧନ କରିବା ଆମମାନଙ୍କର କାର୍ଯ୍ୟ। ଶେଷ ଲେଖା ଅଛି, ଆପଣାର ନିଷ୍ଠା ନିମନ୍ତେ, ଆପଣାର ମନେ ଶରୀରର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି। ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ମସ୍ତକ ସହିତ ଯୋଡ଼ି ହେଇଛୁ ଆଉ ଏଇ ସମସ୍ତ ବିଷୟ ଆମେ କରିବାକୁ ଯେତେବେଳେ ଉଦ୍ୟତ ଅଛୁ, ସେତେବେଳେ କଣ କରୁଛୁ? ଆମେ ମଣ୍ଡଳୀର ନିଷ୍ଠା ନିମନ୍ତେ ତାହା କରୁଛୁ। କୌଣସି ଗୋଟିଏ ଅଙ୍ଗ ଯଦି ଦୁର୍ବଳ ହେଇଯାଏ ତାହେଲେ ଆମେ ମଣ୍ଡଳୀର କାର୍ଯ୍ୟ କରୁନାହୁଁ, ମଣ୍ଡଳୀର ଇଚ୍ଛାକୁ, ପ୍ରଭୁଙ୍କର ଇଚ୍ଛାକୁ ସାଧନ କରୁନାହୁଁ। ପ୍ରଭୁଙ୍କର ଇଚ୍ଛା ହଉଛି ଆମେ ସମସ୍ତଙ୍କୁ ନେଇ ଆମେ ନିଷ୍ଠା ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବା, ସମସ୍ତଙ୍କୁ ନେଇ ଆମେ ବୃଦ୍ଧି ସାଧନ ହେବା ନିମନ୍ତେ ଚେଷ୍ଟା କରିବା, ସମସ୍ତଙ୍କୁ ନେଇ ଆମେ ଆଗକୁ ବଢିବା ନିମନ୍ତେ ଚେଷ୍ଟା କରିବା। ଏହି ସମୟରେ ପରିଚାଳକ ମାନଙ୍କର, ଯେଉଁମାନେ ପ୍ରଭୁ ପରିଚାଳନା ଭାର ଦେଇଛନ୍ତି, ସେମାନଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି। ଯେପରି ସେମାନେ ଚିହ୍ନଟ କରିବେ କେଉଁ ଅଙ୍ଗ କେଉଁ କାର୍ଯ୍ୟ କରେ ତାହାକୁ ସେମାନେ ଜାଣିବାକୁ ପଡିବ। ତେବେ ଯାଇ କଣ ହବ? ପ୍ରତ୍ୟେକ ତଳେ ସଂଶ୍ଳିଷ୍ଟ ହେବେ, ପ୍ରତ୍ୟେକ ଅଙ୍ଗ କଣ ହବ? ଶକ୍ତିଯୁକ୍ତ ହବ। ଆଜି ଦେଖାଯାଉଛି କୌଣସି ଅଙ୍ଗ ଦୁର୍ବଳ ଅବସ୍ଥାରେ ଆରମ୍ଭରୁ ଆଜି ଯାଇ ରହିଥାଏ। କାରଣ ଆମେ ସେମାନଙ୍କଠାରେ ପ୍ରଭୁଙ୍କର ଉଦ୍ଦେଶ୍ୟ କଣ, ସେମାନଙ୍କୁ କି ପ୍ରକାର ଆମେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସଂଶ୍ଳିଷ୍ଟ କରିପାରିବା ତାହାକୁ ଆମେ ଗୁରୁତ୍ୱ କରିନଥାଉ। ଆମେ ଯେତେବେଳେ ନିଜ ଇଚ୍ଛା ଅନୁସାରେ ମଣ୍ଡଳୀକୁ ଚଳାଇବାକୁ ଚାହିଁଥାଉ, ଏ ପ୍ରକାର ଦୁର୍ବଳତା, ବିଭାଜନ, ପରସ୍ପର ମଧ୍ୟରେ କଳିଆ କଜିଆ ମଧ୍ୟରେ ଆମେ ପ୍ରବେଶ କରିଥାଉ। ପ୍ରଭୁଙ୍କର ଇଚ୍ଛା ଯେ ମଣ୍ଡଳୀ ମଧ୍ୟରେ ଆମେ କଣ କରୁ? ଆମେ ପ୍ରସ୍ତୁତ କରୁ ଯେପରି ସେମାନେ ସକ୍ରିୟ ହେବେ, ନିଷ୍କ୍ରିୟ ନୁହଁ। ଚତୁର୍ଥରେ ଶେଷରେ ଆମେ ଦେଖିବା ଯେ ପ୍ରଭୁଙ୍କର ଇଚ୍ଛା ମଣ୍ଡଳୀ ପ୍ରତି କଣ? ଯେପରି ମଣ୍ଡଳୀ ଦଳଗତ ଭାବରେ ବୃଦ୍ଧି ପାଇବ, ଏକକ ଭାବରେ ନୁହଁ। ଯେଉଁ ସ୍ଥାନରେ ଏକକ ଭାବରେ ବୃଦ୍ଧି ପାଉଥିବାର ଆମେ ଲକ୍ଷ୍ୟ କରୁ, ସେ ସ୍ଥାନରେ ପ୍ରଭୁଙ୍କର ଉଦ୍ଦେଶ୍ୟ ସାଧିତ ହୋଇନଥାଏ। ମୁଁ ଏକୁଟିଆ କରିବି, ମତେ ଜଣା, ମୁଁ ଜ୍ଞାନୀ, ମୁଁ ବୁଦ୍ଧିମାନ, ମୁଁ ଗାୟକ, ମୁଁ ଏ ସମସ୍ତ ଅନୁଗ୍ରହ ଦାନ ପାଇଛି, ଏମିତି କରି ଯେତେବେଳେ ଆମେ ଏକ ପୃଥକୃତ ଜୀବନ ଯାପନ କରୁ, ପୃଥକୃତ ମାନେ ନିଜକୁ ପୃଥକ କରି ଏକୁଟିଆ ସବୁ କରିବା, ଏକୁଟିଆ ସେବା କାର୍ଯ୍ୟ କରିବା ପ୍ରଭୁଙ୍କର ଉଦ୍ଦେଶ୍ୟ ନୁହଁ। ଆପଣ ଦେଖିବେ, ତନ୍ନ ତନ୍ନ କରି ବାଇବେଲକୁ ପଢନ୍ତୁ, ଦେଖିବେ ସ୍ଥାନୀୟ ମଣ୍ଡଳୀ, ଆଞ୍ଚଳିକ ମଣ୍ଡଳୀ, ବିଶ୍ୱବ୍ୟାପୀ ମଣ୍ଡଳୀ ପ୍ରଭୁ ଏଥିପାଇଁ ରୋପଣ କରିଛନ୍ତି ଯେଉଁଠାରେ ଦଳଗତ ଭାବରେ ଉଦ୍ୟମ କରାଯାଏ, ଦଳଗତ ଭାବରେ ପ୍ରଭୁଙ୍କର ପ୍ରଶଂସା କରାଯାଏ, ଦଳଗତ ଭାବରେ ପ୍ରଭୁଙ୍କ ନିମନ୍ତେ ସାକ୍ଷ୍ୟ ଦିଆଯାଏ, ଦଳଗତ ଭାବରେ ବିଜୟ ଲାଭ କରାଯାଏ। ଏକାକୀ ବଞ୍ଚୁଥିବା ଲୋକ ଏକାକୀ ସେମାନେ ହାସଲ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ସେମାନେ ବିଫଳ ହୁଅନ୍ତି ଦଳର ବିଜୟ ନିମନ୍ତେ। ସେ ଦଳର ବିଜୟ ନିମନ୍ତେ ଆଡୁଖା ହୋଇ ଠିଆ ହୁଅନ୍ତି। ତେବେ ଏହି ସ୍ଥାନୀୟ ମଣ୍ଡଳୀରେ ଆମମାନଙ୍କର ଯେଉଁ ଗୁରୁତ୍ୱ ବିଶେଷ ଭାବରେ ଆମେ ଦେଖୁଛୁ ଯେ ଆମେ ଏହି ସ୍ଥାନୀୟ ମଣ୍ଡଳୀରେ ମୂଲ୍ୟଯୁକ୍ତ କରୁଛୁ କି ନା ପରୋକ୍ଷ ଭାବରେ ମୂଲ୍ୟକୁ ହ୍ରାସ କରୁଛୁ? ଏହା ଆମମାନଙ୍କ ପ୍ରତି ଏକ ବିଶେଷ ମୁହୂର୍ତ୍ତରେ ଆମେ ଏ ବିଷୟକୁ ପର୍ଯ୍ୟାଲୋଚନା କରିବା ସମୟ ଆସିଛି। ମଣ୍ଡଳୀରେ ମୂଲ୍ୟଯୁକ୍ତ କରୁଛି କି? ଏକ
ଏକତା ମଧ୍ୟରେ ପ୍ରେମ ମଧ୍ୟରେ ମୁଁ ବଞ୍ଚୁଛି କି? ଅନ୍ୟର ଉପକାର କରିପାରୁଛି କି? ଅନ୍ୟର ଉପକାର କରୁଛି? ମୁଁ ମଣ୍ଡଳୀରେ ସମ୍ବଳ ହେଇକି ଅଛି ନା ବୋଝ ହେଇକି ଅଛି? ପର୍ଯ୍ୟାଲୋଚନା କରିବାର ସମୟ ଆସିଛି। ମୁଁ ମଣ୍ଡଳୀରେ ସକ୍ରିୟ ଅଛି ନା ନିଷ୍କ୍ରିୟ ଅଛି? ମଣ୍ଡଳୀର ସେ ପରିଚାଳକ ହୁଏତ ଆପଣଙ୍କୁ ନିଷ୍କ୍ରିୟ ଅବସ୍ଥା ରହିବା ପାଇଁ ବା ଅଜଣତାରେ ସେ ତାହା କରୁଥିବେ, କିନ୍ତୁ ପ୍ରଭୁ ଆପଣଙ୍କୁ କଣ କରିଛନ୍ତି? ସେବା କାର୍ଯ୍ୟ ଦେଇଛନ୍ତି। ଆପଣଙ୍କ ସେବା କାର୍ଯ୍ୟ ଜଣେ ଆପଣଙ୍କୁ କହିଲେ ଯାଇ କରିବେ, ତାହା ହେଉଛି ଭୁଲ ବିଷୟ। ସେ ବିଷୟ କରିବା ପାଇଁ କେହି ଆପଣଙ୍କୁ ମନା କରିପାରିବେ ନାହିଁ। କାହା ଘରକୁ ଯାଇ ପ୍ରାର୍ଥନା, କାହାକୁ ଉତ୍ସାହ କରିବା, କାହାକୁ ସାହାଯ୍ୟ କରିବା, ହୁଏତ ଆପଣଙ୍କୁ ପୁଲପିଟ୍ ମିଳି ନପାରେ, ନ ମିଳୁ, କିନ୍ତୁ ପ୍ରଭୁ ଆପଣଙ୍କୁ ସେବା କାର୍ଯ୍ୟରେ ସେ ଡାକିଛନ୍ତି। ଆପଣ ନିଷ୍କ୍ରିୟ ନା ସକ୍ରିୟ, ଏ ବିଷୟ ପର୍ଯ୍ୟାଲୋଚନା କରନ୍ତୁ। ଆପଣ ସେ ବିଷୟରେ ନିରୀକ୍ଷଣ କରନ୍ତୁ। ନିଜର ସେ ନିବୃତ କଠୋରରେ ବସି ଭାବନ୍ତୁ ଯେ ମୁଁ କି ପ୍ରକାର କାର୍ଯ୍ୟକ୍ଷମ ହେଇପାରିବି। କଲୋସୀ 3:23-24 ପଦରେ ଲେଖାଯାଇଛି, ତୁମେ ଯାହା କିଛି କରିବାକୁ ଉଦ୍ୟତ ତାହା ସମସ୍ତ ଶକ୍ତି ସହିତ କର। କଲୋସୀ 3:23-24। କେହି ଜଣେ ପାଠ କରିବେ? ତୁମେମାନେ ଯାହା କିଛି କର ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ। ପ୍ରଭୁଙ୍କ ଠାରୁ ଉତ୍ତରାଧିକାର ରୂପ ପୁରସ୍କାର ଯେ ପାଇବ, ଏହା ତ ତୁମେମାନେ ଜାଣ। ତୁମେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର। ଆମେନ୍। ସମସ୍ତ ଶକ୍ତି ଦ୍ୱାରା ତୁମେ ପ୍ରଭୁ ଖ୍ରୀଷ୍ଟଙ୍କ ସେବା କର। ମନୁଷ୍ୟକୁ ସେବା କଲା ଭଳିଆ ନୁହଁ, ମନୁଷ୍ୟକୁ ସନ୍ତୁଷ୍ଟ କଲା ଭଳିଆ ନୁହଁ। ତୁମେ ସେବା ପାଇଛ, ତୁମେ ସେବା କର। ଏଇ ଯୋଉ 5-fold ମିନିଷ୍ଟ୍ରି ଆମେ ପଢିଲୁ, ଭବିଷ୍ୟତ ବକ୍ତା apostles, teachers, pastors, ये जो 5-fold मिनिस्ट्री कथा पढ़िलु, ए 5-fold मिनिस्ट्री जो मानकु दत्त होइछि से मानकु मिनिस्टर को वास्तविक रूप देवा पाई न, से मानकु शिक्षा देवा पाई प्रभु कोन करछंती? उन्नीत करिसंती। जेपरि साधु माने सेवा करिवा निमंते शक्ति प्राप्त होबे। सेवा को माने करिवे? साधु माने करिवे। आमे सब किछि निजे करिया प्रभु मान करना शक्तिर सहित आम ताहा करिवा, निष्क्रिय भाव नुह, शेष दलगत भाव नुह, दलगत भाव एकक भाव नुह। जो गुरुत्व विषय स्थानीय मंडली प्रभु आम अर्पण कर सुखचित कर सुसंयुक्त कर जे प्रकार आम माने ए विषय मंडली मध्य करिपरिबा। ए चारोटी विषय मध्य आम माने जो समाज अच्छु से समाज सुधा करिपरिबा। जो समाज आम अच्छु मूल्ययुक्त करने कई ताड़ना करेंगे नहीं, मूल्ययुक्त करने के आम विरोध में आसबे नहीं, विरोध करिपारंती किंतु से माने सफल होबे नहीं। मूल्ययुक्त करने प्रभु जगत रे आम रखिछंती। आम जो स्थान रखिछंती मंडली बा समाज रे सुधा आम माने कौन करिबा? समाज निमंते संबल भाव रे ठिया ही परिबा। आम माने समाज सक्रिय भाव रे आम अंशग्रहण करि परिबा। आम मान प्रभु रखिछंती सुजोग सृष्टि करिया पाए, समस्या सृष्टि करिया पाए नुह। से समाज रे आमने सुजोग को हाथ छड़ा करिबा उचित नुह। आज जगत जदि आम ठारू किछि देखु नाही, कारण आमने जगत रे जे सुजोग प्रभु आम मान सम्मुख रखिछंती से सुजोग को आमने हाथ छड़ा कर दउछु। सुजोग सृष्टि करिबारे केही बाधा देबे नाही, सुजोग सृष्टि करिबारे केही आपनकु ये करिबे नाही।
ଯଦି ତାଡ଼ିତ ଲୋକମାନେ ଅଛନ୍ତି ଆମମାନଙ୍କୁ ତାଡ଼ନା କରୁଛନ୍ତି ତାକୁ ସୁଯୋଗ ଭାବରେ ନିଅନ୍ତୁ। ଯେଉଁମାନେ ଆମମାନଙ୍କ ବିରୁଦ୍ଧରେ ଯାଉଛନ୍ତି ତାକୁ ସୁଯୋଗ ଭାବରେ ନିଅନ୍ତୁ। ସେଇ ସୁଯୋଗରେ ଆପଣ କଣ କରିପାରିବେ ତାହାକୁ ବିଚାର କରନ୍ତୁ। ସମସ୍ୟା ସୃଷ୍ଟି କରନ୍ତୁ ନାହିଁ। ଅନେକ ସମୟରେ ଆମେ ସମସ୍ୟା ସୃଷ୍ଟି କରି ଭାବେ ଆମେ ଜଗତରେ ବଞ୍ଚିଥାଉ, କିନ୍ତୁ ପ୍ରଭୁଙ୍କର ତାହା ଉଦ୍ଦେଶ୍ୟ ନୁହଁ। You are the peacemaker. ପିସ୍ କୋଉଠି ଦରକାର? ଯୋଉଠି ପିସ୍ ଥିବ ସେଠି ଦରକାର ନାହିଁ। ଯୋଉଠି ସମସ୍ୟା ଥିବ, ବିଭିନ୍ନ ପ୍ରକାର ବାଦ ବିବାଦ ଥିବ, ବିଭିନ୍ନ ପ୍ରକାର ଜାଗତିକତା ଥିବ, ସେଇଠି ପିସ୍ ଦରକାର। ଆପଣ ବାକ୍ୟରୁ ଆମମାନଙ୍କୁ ଜାଣିବାକୁ ପଡିବ କୋଉମାନେ ପିସ୍ ପାଇବେ। ତାଡ଼ନା ମଧ୍ୟରେ ମଧ୍ୟ, ଦୁଃଖରେ ମଧ୍ୟ, ସମସ୍ୟାରେ ମଧ୍ୟ, ଅଭାବରେ ମଧ୍ୟ ଯେଉଁମାନେ ତାହାଙ୍କୁ ସନ୍ତୁଷ୍ଟ କରିବେ ସେମାନଙ୍କୁ ସେ ଆପଣା ଶାନ୍ତିରେ ରଖିବେ। ଯେଉଁମାନେ ତାଙ୍କର ଇଚ୍ଛା ପୂରଣ କରିବେ ସେମାନେ এই ବିବ୍ରତ ସମୟରେ ମଧ୍ୟ ଶାନ୍ତିରେ ଜୀବନ ଯାପନ କରିପାରିବେ। ତେବେ ଆପଣ ସମସ୍ୟା ହେଇ ନ ଠିଆ ହେଇ ଆପଣ ଏକ ସମ୍ଭାବନା ଭାବରେ সেই ସ୍ଥାନରେ ଠିଆ ହୁଅନ୍ତୁ। ପ୍ରଭୁ ଆମମାନଙ୍କୁ এই ମଣ୍ଡଳୀ ମଧ୍ୟରେ, এই ସ୍ୱର୍ଗୀୟ ଅନୁଷ୍ଠାନ ମଧ୍ୟରେ ଆମମାନଙ୍କୁ ଜଡ଼ିତ କରିଛନ୍ତି। ଏହା ପ୍ରଭୁଙ୍କର ଅନୁଗ୍ରହ। ମଣ୍ଡଳୀ ସହିତ ଜଡ଼ିତ ହବା ଏଟା ଆମମାନଙ୍କର ଲକ୍ଷ୍ୟ ନୁହଁ। ସ୍ଥାନୀୟ ମଣ୍ଡଳୀରେ ଆମମାନେ ଦିନେ ବଞ୍ଚିବା, ରାଇକିଆ ମଣ୍ଡଳୀରେ ବଞ୍ଚିବି। ଆପଣମାନେ କେହି କଟକରେ, କେହି ନବରଙ୍ଗପୁରରେ, କେହି କୋରାପୁଟରେ, କେହି ବଲାଙ୍ଗୀରରେ, କେହି ଗଞ୍ଜାମରେ ମଣ୍ଡଳୀ ସହିତ ଜଡ଼ିତ ହେବେ। ଏହା ପ୍ରଭୁଙ୍କର ଅନନ୍ତ କଳନ ଯୋଜନାର ଏକ ପରିକଳ୍ପନା। ସେ ପରିକଳ୍ପନାକୁ କି ପ୍ରକାର ଆମମାନେ ପୂର୍ଣ୍ଣ କରିବା ତାହେଲେ ଆଜିର ମନୋନୟନ ପ୍ରଭୁ କରନ୍ତୁ। ଯେଉଁ ସ୍ଥାନୀୟ ମଣ୍ଡଳୀରେ ଆମମାନେ ଅଛୁ ସେ ସ୍ଥାନୀୟ ମଣ୍ଡଳୀରେ ମୂଲ୍ୟଯୁକ୍ତ କରିବା। ଯେଉଁ ସମାଜରେ ଅଛୁ ସେ ସମାଜକୁ ମୂଲ୍ୟଯୁକ୍ତ କରିବା। ଯେଉଁ ସମାଜରେ ଅଛୁ ଆମମାନେ ସେଇଠାରେ ସମ୍ବଳ ସୃଷ୍ଟି କରିବା, ପଛ ହେଇକି ରହିବା ନାହିଁ। ଯେଉଁ ମଣ୍ଡଳୀରେ ସମାଜରେ ଅଛୁ ସକ୍ରିୟ ହବା। ଯାହା ହଉଛି ହେଉଥାଉ, ସେଟା ତ ଚାଲିକି ଆସିଛି। ଏଇଟା ଏଥିପାଇଁ କଣ ପ୍ରଭୁ ଆମମାନଙ୍କୁ ରଖିଛନ୍ତି? ଆମମାନେ ଦେଖଣା ହାରି କେତେ ଦିନ ଥିବା। ଆଜି ଅନେକ ଦେଖଣାହାରୀକୁ ଆମମାନେ ସୃଷ୍ଟି କରିଛୁ, ବା ଆମମାନେ ଦେଖଣାହାରୀ ଥିଲେ ଆମକୁ ଭଲ ଲାଗେ। ମୁଁ ପ୍ରଚାର କଲେ ହଜାର ହଜାର ଲୋକ ଶୁଣୁଛନ୍ତି, କିନ୍ତୁ ସେମାନଙ୍କୁ କଣ ଆମମାନେ ଦେଖଣାହାରୀ କରି ଛାଡ଼ିଦେବା? ମୁଁ ଗାଇବା ସମୟରେ ଅନେକ ଲୋକ ମତେ ଶୁଣୁଛନ୍ତି, ସେମାନଙ୍କୁ ଉପାସକ କରି ଆମମାନଙ୍କୁ ଛାଡ଼ିବା ପ୍ରଭୁଙ୍କର ଉଦ୍ଦେଶ୍ୟ। ଏଇ ଦେଖଣାହାରୀ ପଟରୁ ସେମାନଙ୍କୁ ଉତାରି, ଯେପରି ସେମାନେ ଆମମାନେ ଯଦି ସେପରି ଅଛୁ ବୋଲି ଭାବୁଛୁ ସେଇ ପ୍ରକାର କାର୍ଯ୍ୟ ସେମାନେ ଯେପରି କରିପାରିବେ, ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦେବା, ସେମାନଙ୍କୁ ବ୍ୟବହୃତ କରିବା। ଏ ସମ୍ପୃକ୍ତି କରିବା ବିଷୟରେ ଅନେକ ସମୟରେ ଆମେ ଅବହେଳା କରିଥାଉ। ସମ୍ପୃକ୍ତି ହେଉଛି ପ୍ରଭୁଙ୍କ ସେବା କାର୍ଯ୍ୟର ଗୋଟିଏ ଅଂଶ। ମିଳିତ ଭାବେ ଉଦ୍ୟମ କର, ମିଳିତ ଭାବେ ଚିନ୍ତା କର, ମିଳିତ ଭାବେ ସୁସମାଚାର ପ୍ରଚାର କର, ମିଳିତ ଭାବେ ଉପାସନା କର, ମିଳିତ ଭାବେ ଧନ୍ୟବାଦ ଦିଅ, ମିଳିତ ଭାବେ ଆତ୍ମିକ ଭାବରେ ତୁମେ ଅଗ୍ରସର ହୁଅ। ପ୍ରଭୁ ଏହା ଚାହାନ୍ତି। ପ୍ରଭୁ କରନ୍ତୁ ଯେ ପ୍ରକାର ଆମମାନଙ୍କର ସମ୍ପୃକ୍ତି ସ୍ଥାନୀୟ ମଣ୍ଡଳୀରେ ଏହି ସମସ୍ତ ବିଷୟ ଉପରେ ଆଧାରିତ ହବ। ସ୍ଥାନୀୟ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହବ, ଶକ୍ତିଯୁକ୍ତ ହବ। ହେଲେ କଣ ହବ? ତାହା ସମାଜକୁ ପ୍ରଭାବିତ କରିପାରିବ। ଆଜି ଅଳ୍ପ ସଂଖ୍ୟକ ଲୋକ ଜଗତକୁ ବା ସମାଜକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରନ୍ତି। ଜଗତକୁ ପ୍ରଭାବିତ କରିବା ପାଇଁ ସମ୍ପୂର୍ଣ୍ଣ ମଣ୍ଡଳୀର ଆବଶ୍ୟକତା ରହିଛି, ସମ୍ପୂର୍ଣ୍ଣ ବିଶ୍ୱାସୀ ମାନଙ୍କର ଆବଶ୍ୟକ ରହିଛି। ଯେତେ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଅଛି, କୋଣେ ଅନୁକୋଣ ସମସ୍ତଙ୍କର ସମ୍ପୃକ୍ତି ଆବଶ୍ୟକ ଅଛି।
ଯେତେବେଳେ ମଣ୍ଡଳୀ ସମ୍ପୃକ୍ତ ହବ ସମାଜରେ ତାହା ପ୍ରଭାବିତ ହବ। ଯେତେବେଳେ ସମାଜରେ ପ୍ରଭାବିତ ହବ ଲୋକ ତାହାକୁ ଦେଖିବେ, ପରିଲକ୍ଷିତ କରିବେ। ଏକ ଭିନ୍ନ ସମାଜ, ଏକ ନିଆରା ସମାଜ, ଏକ ଖ୍ରୀଷ୍ଟଙ୍କ ଦ୍ୱାରା ନିର୍ମିତ ଏକ କମ୍ୟୁନିଟି, ଡିଫରେଣ୍ଟ ଫ୍ରମ୍ ଦ ୱାର୍ଲଡ। ମୋର ପ୍ରିୟ ମାନେ, ଏତେ ବଡ଼ ସୁଯୋଗକୁ ଆମେ ହାତ ଛଡା କରିବା ନାହିଁ। ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ତାହାଙ୍କ ଆତ୍ମାଙ୍କର ସହାୟତା ନେବା। ପ୍ରଭୁ, ମତେ ଯେଉଁ ମଣ୍ଡଳୀରେ ତୁମେ ନିରୂପଣ କରିଛ, ସଂଯୁକ୍ତ କରିଛ, ଯେଉଁ ସମାଜରେ ମତେ ରଖିଛ, ଯେଉଁ ଗ୍ରାମରେ ମତେ ରଖିଛ, ମୁଁ ଯେ ପ୍ରକାର ସେ ଗ୍ରାମରେ ମୁଁ ମୂଲ୍ୟ ଯୋଗ କରିବି। ମୋ କଥାରେ, ମୋର ଚିନ୍ତାରେ, ମୋର ଭାବନାରେ, ମୋର କାର୍ଯ୍ୟରେ ମୁଁ ମୂଲ୍ୟଯୁକ୍ତ କରିବି। ସମ୍ବଳ ହେଇକି ଠିଆ ହେବି, ସକ୍ରିୟ ହେବି, ଦଳଗତ ଭାବରେ ବିଜୟ ଲାଭ କରିବା ପାଇଁ ଦଳକୁ ମୁଁ ଦଳରେ ସାମିଲ ହେବି। ଦଳକୁ ମୋ ପାଇଁ ବ୍ୟବହାର କରିପାରିବି ନାହିଁ। ଅନେକ ସମୟରେ ଦଳକୁ ନିଜ ପାଇଁ ଆମେ ବ୍ୟବହାର କରିଥାଉ, ମଣ୍ଡଳୀକୁ ନିଜ ପାଇଁ ବ୍ୟବହାର କରିଥାଉ। କିନ୍ତୁ ଆଜି ପ୍ରଭୁଙ୍କ ଶିକ୍ଷା ଅନୁସାରେ ମଣ୍ଡଳୀ ଆମକୁ ବ୍ୟବହାର କରୁ, ଆମେ ମଣ୍ଡଳୀକୁ ବ୍ୟବହାର ନ କରୁ। କୌଣସି ନା କୌଣସି ଅନୁଗ୍ରହରୁ ପ୍ରଭୁ ଆମମାନଙ୍କୁ ବିଭିନ୍ନ ସ୍ଥାନରେ ରଖିଛନ୍ତି, ବିଭିନ୍ନ ଅନୁଷ୍ଠାନରେ, ବିଭିନ୍ନ ମଣ୍ଡଳୀର ବିଭିନ୍ନ ସେବକୀୟ କାର୍ଯ୍ୟରେ ରଖିଛନ୍ତି। ମଣ୍ଡଳୀକୁ ନିଜ ପାଇଁ ବ୍ୟବହାର କରିବା ପାଇଁ ନୁହଁ, ବରଂ ନିଜେ ମଣ୍ଡଳୀ ଦ୍ୱାରା ବ୍ୟବହୃତ ହେବା ପାଇଁ, ପ୍ରଭୁଙ୍କର ଇଚ୍ଛା ସାଧନ କରିବା ପାଇଁ। ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିମନ୍ତେ ପ୍ରଭୁଙ୍କର ଉଦ୍ଦେଶ୍ୟ କଣ ତାହାକୁ ଜାଣିବା ପାଇଁ। ଆଉ ଏଇ ଯୋଉ ମଣ୍ଡଳୀ ଗୁଡ଼ିକ ଆମେ ଦେଖୁଛୁ, ସେ ମଣ୍ଡଳୀ ଏକ ମିଳିତ ମଣ୍ଡଳୀ ପ୍ରଭୁ ଏହା ଚାହାନ୍ତି। ଏକୁଟିଆ ନିଜର ଦକ୍ଷତା, ନିଜର ପ୍ରଦର୍ଶନ, ନିଜର ଟ୍ୟାଲେଣ୍ଟକୁ ଦେଖିବା ନିମନ୍ତେ ନୁହଁ, କିନ୍ତୁ ସେ ଆମମାନଙ୍କୁ ଏହି ସୁଯୋଗ ଦେଇଛନ୍ତି। ସେଇ ସୁଯୋଗ ମଧ୍ୟରେ ଆମମାନେ ଯାହା କିଛି କରିପାରିବା। ନିକଟ ଅତୀତରେ ଆମମାନଙ୍କର ପ୍ରିୟ ଭାଇ ହ୍ୟୁମାନ ସାଗର, ତାଙ୍କୁ ସମୟ ଦିଆଯାଇଥିଲା 34 ବର୍ଷ। 34 ବର୍ଷ ଭିତରେ ସେ ଯାହା କଲେ, ଆଉ ପରବର୍ତ୍ତୀ ସମୟରେ ସେ କରିବାକୁ ମଧ୍ୟ ଚାହିଁଲେ କରିପାରିବ ନାହିଁ। ଆମମାନଙ୍କୁ ମଧ୍ୟ ପ୍ରଭୁ କେତେ ଦିନ ରଖିଛନ୍ତି ଆମେ ଜାଣିନାହୁଁ। ଏଇ ସମୟ ମଧ୍ୟରେ ଆମମାନେ କଣ କରିବା ପ୍ରଭୁ ଚାହାନ୍ତି ତାହାକୁ ଆମେ ପ୍ରଭୁଙ୍କ ଠାରୁ ଭିକ୍ଷା କରି, ତାଙ୍କଠୁ ଚାଳନା ଅପେକ୍ଷା କରି ଆମମାନେ ମଧ୍ୟ ଆମମାନଙ୍କର ଅବଶିଷ୍ଟ ଜୀବନ, ଏଇ କ୍ଷଣୀୟ ଜୀବନକୁ ଏଇ ସମସ୍ତ କାର୍ଯ୍ୟରେ ଆମେ ବିନିଯୋଗ କରୁ। ପ୍ରଭୁ କରନ୍ତୁ ଯେ ପ୍ରକାର ସ୍ଥାନୀୟ ମଣ୍ଡଳୀ ଶକ୍ତିଯୁକ୍ତ ହବ, ଜଗତ ଜାଣିବ ଏବଂ ପ୍ରଭୁଙ୍କର ପ୍ରଶଂସା କରିବ। ଜଗତ ଆଜି ଜାଣିପାରୁନାହିଁ କାହିଁକି? ସେମିତି ଜାଣିବା ଭଳିଆ ବିଷୟ ଆମେ କରୁନାହୁଁ, ସେମିତି ପ୍ରଭାବ ବିସ୍ତାର କଲା ଭଳିଆ କାମ ଆମେ କରୁନାହୁଁ। ଯେଉଁଥିପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଛନ୍ତି ସେ ପ୍ରକାର କାମ କରୁନାହୁଁ, ଯାହା ଫଳରେ ଜଗତ ଦେଖି ପାରୁନାହିଁ। ଜଗତ କଣ ଦେଖୁଛି ନା, ଜଗତ ଯେ ପ୍ରକାର ମଣ୍ଡଳୀ ସେ ପ୍ରକାର, ଜଗତର ଆଚରଣ ଯେ ପ୍ରକାର ମଣ୍ଡଳୀର ଆଚରଣ ସେ ପ୍ରକାର। ଏକ ନିଆରା ଆଚରଣ ମଣ୍ଡଳୀରେ ପରିଲକ୍ଷିତ ହଉନି। କାହିଁକି ସେମାନେ ଦେଖିବେ ମଣ୍ଡଳୀକୁ ଭିନ୍ନ ଭାବରେ? ଏମାନେ ତ ମଦ ପିଉଛନ୍ତି, ସେମାନେ ମଦ ପିଉଛନ୍ତି, ଏମାନେ କଳହ କରୁଛନ୍ତି, ସେମାନେ କଳହ କରୁଛନ୍ତି, ଏମାନେ ବିଭାଜିତ ହଉଛନ୍ତି, ସେମାନେ ବିଭାଜିତ ହଉଛନ୍ତି। ତେବେ ଭିନ୍ନତା କୋଉଠି ରହିଲା? ଯୋଉଦିନ ପ୍ରଭୁ ଯେଉଁ ଉଦ୍ଦେଶ୍ୟରେ ଆମମାନଙ୍କୁ ଆହ୍ୱାନ କରିଛନ୍ତି ତାହାକୁ ଯଦି ଆମେ ସମୀକ୍ଷା କରି ତଦନୁସାରେ ବଞ୍ଚିବା, ଆମମାନେ ଜଗତରେ ପ୍ରଭାବ ବିସ୍ତାର କରିବା, ଜଗତ ଜାଣିବ, ଦେଖିବ ଏମାନେ ପ୍ରଭୁଙ୍କର ବୋଲି ଏବଂ ପ୍ରଭୁଙ୍କୁ ପ୍ରଶଂସା କରିବା। ଆସନ୍ତୁ ସେଇ କାମ କରିବା ପାଇଁ, ସେଇ ଶେଷ ଲକ୍ଷ୍ୟ ଆମମାନଙ୍କ ଜୀବନରେ ଦେଖିବା ପାଇଁ ଆମମାନେ ମଣ୍ଡଳୀ ମଧ୍ୟରେ କାର୍ଯ୍ୟ କରୁ। ଯେ ପ୍ରକାର ଆମମାନଙ୍କର କାର୍ଯ୍ୟ ଦ୍ୱାରା ଆମମାନେ ଜଣାଯିବା ଯେ ଆମମାନେ ପ୍ରଭୁଙ୍କର। ପ୍ରଭୁ ଆମମାନଙ୍କ ପ୍ରତ୍ୟେକଙ୍କୁ ଏହି ସ୍ୱଳ୍ପ ଶିକ୍ଷା ଉପରେ ଆଶୀର୍ବାଦ କରନ୍ତୁ। ଆମେନ୍। Amen, amen, amen.